ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରୁଷରେ ଜରୁରୀକାଳୀନ ଅବତରଣ କରିଥିବା ଏୟାର ଇଣ୍ଡିଆ ବିମାନ ଯାତ୍ରୀଙ୍କୁ ସହାୟତା ଲାଗି ପହଞ୍ଚିଲେ ଭାରତୀୟ ଦୂତାବାସ ଅଧିକାରୀ। ସଂସଦର ମୌସୁମୀ ଅଧିବେଶନରେ ଆଗତ ହେବ 6ଟି ନୂଆ ବିଧେୟକ। ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ଉପୁଜିଥିବା ହିଂସାତ୍ମକ ପ୍ରଦର୍ଶନରେ 39 ମୃତ। ସେଠାରେ ରହୁଥିବା ଭାରତୀୟଙ୍କୁ ସତର୍କ କରାଇଲା ବିଦେଶ ମନ୍ତ୍ରଣାଳୟ। ଉତ୍ତରପ୍ରଦେଶ ଗୋଣ୍ଡାରେ ଘଟିଥିବା ରେଳ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା 4କୁ ବୃଦ୍ଧି ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଆଜିଠାରୁ ଆରମ୍ଭ ହେବ ଏସିଆ କପ୍ ମହିଳା T20 କ୍ରିକେଟ ପ୍ରତିଯୋଗିତା। ରୁଷର କ୍ରାସ୍ନୋୟାର୍କରେ ଜରୁରୀକାଳୀନ ପରିସ୍ଥିତିରେ ଅବତରଣ କରିଥିବା ଏୟାର ଇଣ୍ଡିଆର ବିମାନ ଯାତ୍ରୀମାନଙ୍କୁ ସହାୟତା ନିମନ୍ତେ ରୁଷରେ ଥିବା ଭାରତୀୟ ଦୂତାବାସର 3 ଜଣ ବରିଷ୍ଠ ଅଧିକାରୀ ଏବଂ ଦ୍ୱିଭାଷୀୟ ଟିମ୍ ପହଞ୍ଚିଛନ୍ତି। ଏୟାର ଇଣ୍ଡିଆର ଏହି ବିମାନ ସାନ୍ ଫ୍ରାନ୍ସିସ୍କୋକୁ ଯାଉଥିଲା। ଟିମ୍ର ସଦସ୍ୟମାନେ ବିମାନ ଯାତ୍ରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ବିମାନ ବନ୍ଦର ସୁରକ୍ଷା ଅଧିକାରୀ ଏବଂ ରୁଷ ବିଦେଶ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହ ସମନ୍ୱୟ ରକ୍ଷା କରୁଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଭାରତୀୟ ଦୂତାବାସ କହିଛି, ସେଠାରୁ ଯାତ୍ରୀମାନଙ୍କୁ ଆଣିବା ଲାଗି ଏୟାର ଇଣ୍ଡିଆର ଆଉ ଏକ ବିମାନ ନ ପହଞ୍ଚିବା ପର୍ଯ୍ୟନ୍ତ ଏହି ବିମାନର ଯାତ୍ରୀମାନେ ଅପେକ୍ଷା କରିବେ। ଆସନ୍ତା ସପ୍ତାହରୁ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନରେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ସଂଶୋଧନ ବିଲ୍ ସମେତ 6ଟି ନୂଆ ବିଧେୟକ ଆଗତ ହେବ। ଏଥିରେ ଅର୍ଥ ବିଧେୟକ ସମେତ 1934 ମସିହାର ବିମାନ ଅଧିନିୟମ ବଦଳରେ ଭାରତୀୟ ବାୟୁଯାନ ବିଧେୟକ 2024 ଗୃହର ମଞ୍ଜୁରୀ ଲାଗି ଆଗତ କରାଯିବ। ଲୋକସଭା ସଚିବାଳୟ ଦ୍ୱାରା ଜାରି କରାଯାଇଥିବା ବୁଲେଟିନ୍ରେ ଆଗତ ହେବାକୁ ଥିବା ବିଧେୟକଗୁଡ଼ିକର ତାଲିକା ପ୍ରକାଶ ପାଇଛି। ଚଳିତ ମାସ 22ରୁ ଅଗଷ୍ଟ 12 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନ କାଳରେ ଜୁଲାଇ 23ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ଇତିମଧ୍ୟରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ବିଜନେସ୍ ଆଡଭାଇଜରୀ କମିଟି ଗଠନ କରାଯାଇଛି। ଏହି କମିଟି ସଂସଦରେ ଆଗତ ହେବାକୁ ଥିବା ବିଧେୟକ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ କରିବେ। କମିଟିରେ ବିଜେପିର ପିପି ଚୌଧୁରୀ, ଅନୁରାଗ ସିଂ ଠାକୁର, ଭର୍ତ୍ତୃହରି ମହତାବ, କଂଗ୍ରେସର ଗୌରବ ଗୋଗୋଇ, କେ ସୁରେଶ, ଟିଡିପିର ଲାବୁଶ୍ରୀ କୃଷ୍ଣ ଦେବରାଇଲୁ, ଟିଏମ୍ସିର ସୁଦୀପ ବନ୍ଦୋପାଧ୍ୟାୟ, ଜନତାଦଳ ୟୁର ଦିଲେଶ୍ୱର କାମେତ, ଡିଏମ୍କେର ଦୟାନିଧି ମାରନ, ଶିବସେନା ଉଦ୍ଧବ ଗୋଷ୍ଠୀର ଅରବିନ୍ଦ ସାୱନ୍ତ ଏବଂ ସମାଜବାଦୀ ପାର୍ଟିର ଲାଲଜୀ ବର୍ମା ସଦସ୍ୟ ଅଛନ୍ତି। ରାଜ୍ୟର ସାମ୍ପ୍ରତିକ ରାଜନୈତିକ ଓ ବିଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ ଆଜି ପୁରୀରେ ବିଜେପିର 2 ଦିନିଆ ପରିବର୍ତ୍ତିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଉଛି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସଭାପତିତ୍ୱରେ ସକାଳେ ପ୍ରଥମେ ରାଜ୍ୟ ପଦାଧିକାରୀଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଉଦ୍ଘାଟନ କରିବେ। ଏହି ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି ପ୍ରମୁଖ ଯୋଗଦେବେ ବୋଲି ଜଣାପଡ଼ିଛି। ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ଉପୁଜିଥିବା ପ୍ରଦର୍ଶନ ହିଂସାତ୍ମକ ରୂପ ଗ୍ରହଣ କରିଛି। ଇତିମଧ୍ୟରେ ପ୍ରଦର୍ଶନକାରୀ ଓ ପୁଲିସ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ 39 ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ହିଂସାତ୍ମକ ପ୍ରଦର୍ଶନ ଯୋଗୁଁ ବାଂଲାଦେଶରେ ଟେଲିଭିଜନ ନ୍ୟୁଜ୍ ଚ୍ୟାନେଲର ପ୍ରସାରଣ ବନ୍ଦ ରହିଛି। ସେଠାରେ ଦୂରସଞ୍ଚାର ସେବା ବନ୍ଦ କରିଦିଆଯାଇଥିବା ବେଳେ ଅନେକଗୁଡ଼ିଏ ଖବରକାଗଜର ୱେବସାଇଟ୍ ଏବଂ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ କାମ କରୁନାହିଁ। ପ୍ରଦର୍ଶନ ଯୋଗୁଁ ବାଂଲାଦେଶରେ ଅସ୍ଥାୟୀ ଭାବେ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ଇତିମଧ୍ୟରେ ବାଂଲାଦେଶର ମନ୍ତ୍ରୀ ଅନିସୁଲ ହକ୍ ବିକ୍ଷୋଭକାରୀଙ୍କ ସହ ଆଲୋଚନା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ବାଂଲାଦେଶରେ ରହୁଥିବା ଭାରତୀୟମାନଙ୍କୁ ବିଦେଶ ମନ୍ତ୍ରଣାଳୟ ସତର୍କ କରାଇଛି। ଢାକାସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ସେଠାରେ ରହୁଥିବା ଭାରତୀୟମାନଙ୍କୁ ସେମାନଙ୍କ ଗତିବିଧି ସୀମିତ କରିବା ଲାଗି ପରାମର୍ଶ ଦେଇଛି। ଆବଶ୍ୟକ ପଡ଼ିଲେ ଦୂତାବାସ ସହ ଯୋଗାଯୋଗ କରିବା ଲାଗି ଜରୁରୀକାଳୀନ ସହାୟତା ନମ୍ବର ଜାରି କରାଯାଇଛି। ସେହି ନମ୍ବରଟି ହେଉଛି 88019374005991। ୟୁରୋପୀୟ ଆୟୋଗର ଅଧ୍ୟକ୍ଷ ଭାବେ ପୁନର୍ବାର ନିର୍ବାଚିତ ହୋଇଥିବା ଉର୍ସୁଲା ୱାନ୍ ଡେର୍ ଲେନ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱର କଲ୍ୟାଣ ନିମନ୍ତେ ରଣନୈତିକ ସହଯୋଗକୁ ସଶକ୍ତ କରିବା ଲାଗି କାର୍ଯ୍ୟ କରିବା ନିମନ୍ତେ ଉଭୟ ଆଗ୍ରହୀ। ୟୁରୋପୀୟ ଆୟୋଗର ଅଧ୍ୟକ୍ଷ ଭାବେ ଦ୍ୱିତୀୟ ଥର ଲାଗି ଉର୍ସୁଲା ନିର୍ବାଚିତ ହୋଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ତରପ୍ରଦେଶର ଗୋଣ୍ଡାରେ ଘଟିଥିବା ରେଳ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା 4କୁ ବୃଦ୍ଧି ପାଇଛି।
ଦୁର୍ଘଟଣାରେ ଆହତ ଜଣେ ବ୍ୟକ୍ତିଙ୍କର ଲକ୍ଷ୍ନୌ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ବେଳେ ଓଲଟି ପଡ଼ିଥିବା ବଗି ମଧ୍ୟରୁ ଅନ୍ୟ ଜଣଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି। ଆହତମାନଙ୍କ ମଧ୍ୟରୁ 2 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦିବ୍ରୁଗଡ଼ ଯାଉଥିବା ଟ୍ରେନ୍ର 21ଟି ବଗି ଗତକାଲି ଅପରାହ୍ନରେ ଟ୍ରାକ୍ରୁ ବାହାରିଯିବା ଫଳରେ 30 ଜଣ ଯାତ୍ରୀ ଆହତ ହୋଇଥିଲେ। ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ରେଳ ସୁରକ୍ଷା ଡିଭିଜନ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଇତିମଧ୍ୟରେ ଲକ୍ଷ୍ନୌ ଗୌହାଟୀ ରେଳମାର୍ଗକୁ ଚଳାଚଳକ୍ଷମ କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଚାଲିଛି। ସେହି ବାଟ ଦେଇ ଯିବାକୁ ଥିବା ଟ୍ରେନ୍ଗୁଡ଼ିକୁ ଅନ୍ୟ ରେଳମାର୍ଗ ଦେଇ ଯାତାୟାତ କରିବା ପାଇଁ ଅନୁମତି ଦିଆଯାଇଛି। ସୂଚନା ଅନୁଯାୟୀ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ 10 ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଛି। ଗୁରୁତର ଆହତଙ୍କୁ 2.5 ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କୁ 50,000 ଟଙ୍କା ଅନୁକମ୍ପାମୂଳକ ସହାୟତା ଦିଆଯିବ। ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଖଲିସ୍ତାନୀ ଆତଙ୍କବାଦୀ ମୁଖ୍ୟ ସହଯୋଗୀ ଲଖବୀର ସିଂ ସାନ୍ଧୁ ଓରଫ ଲାଣ୍ଡାକୁ ଗିରଫ କରିଛି। ପ୍ରମୁଖ ଆତଙ୍କବାଦୀ ସଂସ୍ଥାଗୁଡ଼ିକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ମାମଲାରେ ଲଖବୀରକୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଗତକାଲି ଏନ୍ଆଇଏ ମଧ୍ୟପ୍ରଦେଶର ବଦୱାନୀ ଜିଲ୍ଲା ନିବାସୀ ବଲଜିତ୍ ସିଂଙ୍କୁ ମଧ୍ୟ ଏହି ଅଭିଯୋଗରେ ଗିରଫ କରିଥିଲା। ଏନ୍ଆଇଏଠାରୁ ମିଳିଥିବା ସୂଚନା ଅନୁଯାୟୀ ବଲଜିତ୍ ସିଂ ଲଖବୀର ଏଜେଣ୍ଟମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏହି ଅସ୍ତ୍ରଶସ୍ତ୍ରଗୁଡ଼ିକ ଅନ୍ୟମାନଙ୍କଠାରୁ ଅର୍ଥ ଆଦାୟ ଏବଂ ଆତଙ୍କୀ କାର୍ଯ୍ୟକଳାପରେ ବ୍ୟବହୃତ ହେଉଥିଲା। ତଦନ୍ତ ସମୟରେ ଜଣାପଡ଼ିଛି ବଲଜିତ୍ ସିଂ ଖଲିସ୍ତାନୀ ଆତଙ୍କବାଦୀ ସତନାମ ସିଂ ସତ୍ତାକୁ ମଧ୍ୟ ଅସ୍ତ୍ରଶସ୍ତ୍ର ଯୋଗାଉଥିଲା। ପଞ୍ଜାବ ସମେତ ଦେଶର ବିଭିନ୍ନ ସ୍ଥାନରେ ହିଂସାତ୍ମକ କାର୍ଯ୍ୟକଳାପ ସୃଷ୍ଟି କରିବା ଓ ଆତଙ୍କୀ ସଂଗଠନଗୁଡ଼ିକର ସହଯୋଗରେ ବ୍ୟାପକ ଷଡ଼ଯନ୍ତ୍ର କରିବା ଭଳି ଅଭିଯୋଗ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମର ଆଗାମୀ ସଂସ୍କରଣ ପାଇଁ ମିଳିଥିବା ପ୍ରସ୍ତାବକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଚଳିତ ମାସ 28 ତାରିଖରେ ମନ୍ କି ବାତ୍ର ଆଗାମୀ ସଂସ୍କରଣ ପ୍ରସାରଣ ହେବ। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଆଗାମୀ ମନ୍ କି ବାତ୍ କାର୍ଯ୍ୟକ୍ରମ ପାଇଁ ଅନେକଗୁଡ଼ିଏ ପ୍ରସ୍ତାବ ମିଳିଛି। ପ୍ରସ୍ତାବଗୁଡ଼ିକ ମଧ୍ୟରେ ସାମୂହିକ ପ୍ରୟାସ ସମେତ ସମାଜରେ ପରିବର୍ତ୍ତନ ଆଣିବା ଲାଗି ଯୁବଗୋଷ୍ଠୀଙ୍କଠାରୁ ମିଳିଥିବା ପ୍ରସ୍ତାବ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ନିଜର ପ୍ରସ୍ତାବ ମାଇଁଗଭ୍ ଓ ନମୋ ଆପ୍ରେ ପଠାଇବା ସହ 1800-117-800 ନମ୍ବରରେ ଭଏସ୍ ମେସେଜ ରେକର୍ଡ କରାଇବା ପାଇଁ ଆହ୍ୱାନ ଦେଇଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଏବଂ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଗତ କିଛିଦିନ ତଳେ ପେନ୍ସିଲଭାନିଆରେ ଏକ ର୍ୟାଲି ସମୟରେ ହତ୍ୟା ଉଦ୍ୟମର ଶିକାର ହୋଇଥିବା ବେଳେ ଆଜି ଆମେରିକାର ନାଗରିକମାନଙ୍କ ସମର୍ଥନ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ସେ କହିଛନ୍ତି ତାଙ୍କର ସଂକଳ୍ପ ଅତୁଟ ରହିଛି ଏବଂ ସେ ଆମେରିକାବାସୀଙ୍କୁ ସେମାନଙ୍କ ସେବା କରୁଥିବା ସରକାର ଗଠନ ପାଇଁ ପ୍ରତିବଦ୍ଧ ଅଟନ୍ତି। ଚଳିତ ବର୍ଷ ନଭେମ୍ବରରେ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ସିବିଆଇ ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ରାଞ୍ଚିସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ର ଜଣେ ଛାତ୍ରୀଙ୍କୁ ଗିରଫ କରିଛି। ସେହି ଅନୁଷ୍ଠାନ 2023 ବ୍ୟାଚ୍ର ଜଣେ ଛାତ୍ରୀ ସୁରଭି କୁମାରୀକୁ ପଚରାଉଚରା ପରେ ସିବିଆଇ ଗିରଫ କରିଛି। ଏଥିସହିତ ସମ୍ପୃକ୍ତ ଛାତ୍ରୀଙ୍କ ମୋବାଇଲ୍, ଲାପଟପ୍ ଏବଂ ଅନ୍ୟ ଇଲେକ୍ଟ୍ରୋନିକ୍ ଉପକରଣ ମଧ୍ୟ ଜବତ କରାଯାଇଛି। ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲା ନିବାସୀ ସୁରଭି କୁମାରୀ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଅଭିଯୁକ୍ତମାନଙ୍କ ପାଇଁ ଉତ୍ତର ପ୍ରସ୍ତୁତ କରିଥିଲେ। ପୁରୀ ଶ୍ରୀକ୍ଷେତ୍ରରେ ଆଜି ଶ୍ରୀଜୀଉମାନଙ୍କର ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ରଥଯାତ୍ରାର ଶେଷ ଦିନରେ ଆଜି 3 ଠାକୁର ରତ୍ନବେଦୀକୁ ବିଜେ କରିବେ। ଆସନ୍ତାକାଲିଠାରୁ ଭକ୍ତମାନେ ଶ୍ରୀମନ୍ଦିରରେ ନୀଳାଚଳ ଅବଢ଼ା ପାଇପାରିବେ। ଶ୍ରୀଲଙ୍କାର ଦାମ୍ବୁଲାଠାରେ ଆଜିଠାରୁ ଏସିଆ କପ୍ ମହିଳା T20 ପ୍ରତିଯୋଗିତା ଆରମ୍ଭ ହେଉଛି। ଏହି ପ୍ରତିଯୋଗିତାର ସମସ୍ତ ମ୍ୟାଚ୍ ରଣଗିରି ଦାମ୍ବୁଲା ଆନ୍ତର୍ଜାତିକ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ମ୍ୟାଚ୍ ଗ୍ରୁପ୍ ଏ'ର ୟୁଏଇ ଏବଂ ନେପାଳ ମଧ୍ୟରେ ଅନୁଷ୍ଠିତ ହେବ। ଏହାପରେ ଗ୍ରୁପ୍ ଏ'ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଏହି ପ୍ରତିଯୋଗିତାରେ ହରମନପ୍ରୀତ କୌର ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ରୁଷରେ ଜରୁରୀକାଳୀନ ଅବତରଣ କରିଥିବା ଏୟାର ଇଣ୍ଡିଆ ବିମାନ ଯାତ୍ରୀଙ୍କୁ ସହାୟତା ଲାଗି ପହଞ୍ଚିଲେ ଭାରତୀୟ ଦୂତାବାସ ଅଧିକାରୀ। ସଂସଦର ମୌସୁମୀ ଅଧିବେଶନରେ ଆଗତ ହେବ 6ଟି ନୂଆ ବିଧେୟକ। ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ଉପୁଜିଥିବା ହିଂସାତ୍ମକ ପ୍ରଦର୍ଶନରେ 39 ମୃତ। ସେଠାରେ ରହୁଥିବା ଭାରତୀୟଙ୍କୁ ସତର୍କ କରାଇଲା ବିଦେଶ ମନ୍ତ୍ରଣାଳୟ। ଉତ୍ତରପ୍ରଦେଶ ଗୋଣ୍ଡାରେ ଘଟିଥିବା ରେଳ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା 4କୁ ବୃଦ୍ଧି ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଆଜିଠାରୁ ଆରମ୍ଭ ହେବ ଏସିଆ କପ୍ ମହିଳା T20 କ୍ରିକେଟ ପ୍ରତିଯୋଗିତା। ସମ୍ବାଦ ଶେଷ ହେଲା।